ସମସ୍ତଙ୍କୁ ଓଁ ସାଇରାମ। ଆଖିରେ ଦେଖୁଛି ହସୁଛି ଅଧର୍ମ, ଧର୍ମ ଗଡ଼ାଉଛି ଲୁହ। ତଥାପି କହୁଛି କହୁଥିବି ପ୍ରଭୁ, ଧର୍ମର ହେଉ ଜୟ। ବାବା ସବୁବେଳେ କହିଥାନ୍ତି, ମନରେ କେବଳ ମୋ ନାମ ଜପ କର, ତୋର ଖୁସିର ଦିନ ଆସୁଛି। ତୋର ଲକ୍ଷ୍ୟ ପାଇବା ପାଇଁ ମୁଁ ସାହାଯ୍ୟ କରିବି। ତୁ କେବଳ କର୍ତ୍ତବ୍ୟ ଠିକ୍ ଭାବରେ କରିଚାଲ, ଆଉ ଶ୍ରଦ୍ଧା ସବୁରି ରଖ। କାହା ପ୍ରତି ବି କିଛି ପାଇବାର ଆଶା ରଖ ନାହିଁ। ଯାହା ମାଗିବାର ଅଛି ମୋତେ ମାଗ। ମୁଁ ଯେତେବେଳେ ତୁମ ହାତ ଧରିଛି, କେବେ ତୁମକୁ ତଳକୁ ଛାଡ଼ିବିନି। ବିଶ୍ୱାସ କର ଏବଂ ଖୁସିରେ ରୁହ। ବାବାଙ୍କୁ ମାଗିକି ଦେଖ, ଯିଏ ମାଗିଛି ସେ ପାଇଛି। ଯିଏ ଯେତିକି କଷ୍ଟ ପାଇଛି, ସିଏ ସେତିକି ଶାନ୍ତି ବି ପାଇଛି। କିଏ କୁହେ ତୁମକୁ ନିଷ୍ଠୁର, କିଏ କୁହେ ତୁମକୁ ପଥର। ଯତ୍ନ ନିଅ ପ୍ରଭୁ ତୁମେ ସଭିଙ୍କର। ଅବୁଝା ମଣିଷ ବୁଝି ତ ପାରିନି, ସବୁ ଯନ୍ତ୍ରଣା ତା କର୍ମର ଫଳ। ଲୀଳାମୟ ଶ୍ରୀ ସାଇ ତାଙ୍କର ଭକ୍ତମାନଙ୍କ ମଧ୍ୟରେ ବିଶ୍ୱାସ ଦୃଢ଼ କରିବା ପାଇଁ ସର୍ବଦା କୌଣସି ନା କୌଣସି ପ୍ରକାର ଲୀଳା ରଚନା କରିଥାନ୍ତି। ବିଜୟା ଦଶମୀ ଦିନ ବାବାଙ୍କର ମହାପ୍ରୟାଣ ଥିଲା। ଦିନ ଠିକ୍ ଅପରାହ୍ନ 2:30 ସମୟରେ, ଯାହାକି ବାବାଙ୍କର ମହାସମାଧିର ସମୟ। ତା ପୂର୍ବରୁ ବିଚିତ୍ର ଘଟଣା ଘଟିଲା। ବହୁ ବର୍ଷ ତଳେ କଟକର ଏକ ଶିରଡି ସାଇବାବା ମନ୍ଦିରରେ, ଶିରଡିର ଦ୍ୱାରକାମାଇ ଅବିକଳ ପ୍ରକୃତିର ନିର୍ମାଣ ଚାଲିଥିବା ଦ୍ୱାରକାମାଇ ପରିସରରେ ଭଜନ କୀର୍ତ୍ତନ ଚାଲିଥାଏ। ଯେମିତି ନିର୍ଦ୍ଧାରିତ ସମୟ ପାଖେଇ ଆସୁଥାଏ, କାହା କାହା ଭିତରେ ପ୍ରଖର ନିଶ୍ୱାସର ବେଗ ବଢ଼ି ଚାଲିଥାଏ। କେହି କେହି ଜୋର ଧ୍ୱନିରେ ନାମ ସଂକୀର୍ତ୍ତନ କରିବା ସମୟରେ ନିଜର ଅସ୍ତିତ୍ୱକୁ ଭୁଲି ଯାଉଥାନ୍ତି। ଏହି ସମୟରେ ଏହି ବିଚିତ୍ର ଘଟଣା ଘଟିଲା। ଏକ ହନୁ କେଉଁଠୁ ଆସି ସିଧା ଦ୍ୱାରକାମାଇ ଉପରେ ବସି ପଡ଼ିଲା। ମଣ୍ଡପ ଉପରେ ବସି, ଯାହାକି ବାବାଙ୍କର ଆସ୍ଥାନ, ତାହା ଉପରେ ଯାଇ ସେ ବସି ପଡ଼ିଲା। ବାବା ବସିଥିବା ଆସ୍ଥାନରେ ଯାଇ ହନୁଟି ଚଢ଼ି ଉପରେ ତ ବସିଗଲା, କ'ଣ ବା କିଏ କରିପାରିବ? ସେଠାରେ ସମସ୍ତେ ବସିଯାଇ କିଛିକ୍ଷଣ ଚତୁର୍ଦ୍ଦିଗକୁ ଅପୂର୍ବ ଦୃଷ୍ଟିରେ ନିରୀକ୍ଷଣ କରିବାକୁ ଲାଗିଲା। ଉପର, ତଳ ଏବଂ ପାର୍ଶ୍ୱବର୍ତ୍ତୀ ସ୍ଥାନ, ଯେପରି କେଉଁ ସବୁ କାମ ଅଛି ଓ କ'ଣ ବାକି ଅଛି, ତାହାର ଜଣେ ତଦାରଖ କରୁଛି। ସମସ୍ତଙ୍କର ସମାଗମ ମଧ୍ୟରେ ଏହି ଘଟଣା ଘଟିଥିଲା। ସମସ୍ତେ ତ ଭଜନ କୀର୍ତ୍ତନରେ ମଗ୍ନ ଥିଲେ। ହନୁର ଏଣେତେଣେ ଦେଖିବାର ଦେଖି ସମସ୍ତେ କିଏ ଫଟୋ ଉଠାଇବାରେ ବ୍ୟସ୍ତ, ତ ଆଉ କିଏ ଭଗବାନର ସ୍ୱରୂପ ଭାବି ଭିଡ଼ିଓ ରେକର୍ଡ଼ିଂ ବି କରୁଥିଲେ। ତଥାପି କାହାର କିଛି ପ୍ରଭାବ ପଡ଼ୁନଥିଲା। କିଛି ସମୟ ପରେ ହନୁଟି ଗୋଡ଼ ଉପରେ ଗୋଡ଼ ପକାଇ ଯେପରି ମୁଦ୍ରାରେ ବସିଲା। ସମସ୍ତ ଭକ୍ତ କୋଳାହଳ ମଧ୍ୟରେ ଆଗନ୍ତୁକ ହନୁର ଚିରାଚରିତ ଆଚରଣ ଆଦୌ ଦେଖିବାକୁ ମିଳି ନଥିଲା। ନାମ ଉଚ୍ଚାରଣ ଚାଲିଥିଲା, ହାରମୋନିୟମ ଓ ତବଲା ବି ବାଜୁଥିଲା। ପୁଣି କାମ ଚାଲିଥିବାରୁ କାଠ, ଲୁହାଛଡ଼ ଓ ଅନ୍ୟାନ୍ୟ ସାମଗ୍ରୀ ଠୁଳ ହୋଇ ରହିଥିଲା। ସେ ସବୁକୁ ତଥା ସମ୍ମୁଖରେ ଉପସ୍ଥିତ ଭକ୍ତମାନଙ୍କୁ ଅତିକ୍ରମ କରି ହନୁଟି ସିଧା ଆସି ଉପର ମଣ୍ଡପକୁ ଚାଲିଯିବା ଓ ସେଠାରେ ବସି ବାବାଙ୍କ ସାମ୍ନାରେ ଏଆଡ଼େ ସେଆଡ଼େ ଦେଖୁଥାଏ। କି ଆଶ୍ଚର୍ଯ୍ୟ ଦୃଶ୍ୟ ଥିଲା ସେ ସମୟର! ପ୍ରାୟ 10 ମିନିଟ୍ରୁ ଅଧିକ ସମୟ ରହିବା ପରେ ହନୁଟି ପ୍ରସାଦ କକ୍ଷକୁ ଯାଇ ସେଠାରେ ଦେଖିବା ଏବଂ ପ୍ରସାଦ ପାଇ ନୀରବରେ ଫେରିଯିବା ବେଶ୍ କୌତୂହଳପ୍ରଦ ଥିଲା। ଏହି ମନ୍ଦିରରେ କେବେ ବି ଆଗରୁ ଏପରି ଘଟଣା ମିଳି ନଥିଲା। ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହେଲେ। ଶିରଡି ସମାଧି ମନ୍ଦିରରେ ମଧ୍ୟ କେତେ ବର୍ଷ ହୋଇଛି, 3-4 ବର୍ଷ ଖଣ୍ଡେ ହୋଇଯାଇଛି, ଏପରି ଘଟଣା ଘଟିଥିଲା। ଗୋଟିଏ ହନୁ ସମାଧି ନିକଟକୁ ଯାଇ ବେଶ୍ କିଛି ସମୟ ବସି
ଚାରିଆଡ଼କୁ ନିରୀକ୍ଷଣ କରିଥିଲା। ଏତେ ସଂଖ୍ୟାରେ ଦର୍ଶନାର୍ଥୀ ସତ୍ତ୍ୱେ ହନୁର ଆଚରଣରେ କିଛି ଅସ୍ୱାଭାବିକତା ପରିଲକ୍ଷିତ ହେଉନଥିଲା। ତେଣୁ ପୂଜକ ପ୍ରସାଦ ଦେବା ପରେ ହନୁଟି ଚାଲିଯାଇଥିଲା। ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।